ଡୁବୁରି ଗ୍ରାମରେ ବିଦ୍ୟୁତ୍ ଆଘାତରେ ଯୁବକ ମୃତ। କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରି ଗ୍ରାମର ଯୁବକ ଯଜାତି ପାତ୍ରଙ୍କର ବିଦ୍ୟୁତ୍ ଆଘାତରେ ପାଇ ଗୁରୁତର ହୋଇଯାଇଥିଲେ। ତାଙ୍କୁ ତାଙ୍କର ପରିବାରବର୍ଗଙ୍କ ସହାୟତାରେ ତୁରନ୍ତ ଉଦ୍ଧାର କରାଯାଇ କଳିଙ୍ଗନଗରସ୍ଥିତ ଟାଟା ମେଡିକାଲ ହସ୍ପିଟାଲରେ ଭର୍ତ୍ତି କରାଯିବା ପରେ ଡାକ୍ତର ଯଜାତିଙ୍କୁ ସେଠାରେ ମୃତ ଘୋଷଣା କରି ସ୍ଥାନୀୟ ପୁଲିସକୁ ସୂଚନା ଦେଇଥିଲେ। କଳିଙ୍ଗନଗର ପୁଲିସ ସୂଚନା ପାଇ ଟାଟା ମେଡିକାଲ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ୟୁଡି କେସ୍ ନମ୍ବର 5/25ରେ ଏକ ମାମଲା ରୁଜୁ କରି ଗୁରୁବାର ଦିବା 10 ଘଟିକା ସମୟରେ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ। ଯଜାତି ପାତ୍ରଙ୍କର ଶବ ବ୍ୟବଚ୍ଛେଦ ପରେ ଗୁରୁବାର ଦିବା 1 ଘଟିକା ସମୟରେ ଗ୍ରାମରେ ଶବ ପହଞ୍ଚିବା ପରେ ଗ୍ରାମରେ ଶୋକର ଛାୟା ଖେଳିଯିବା ସହିତ ଗ୍ରାମ ଲୋକେ ପଡ଼ୋଶୀ ସମସ୍ତେ ପୁଷ୍ପ ଅର୍ପଣ କରି ଅମର ଆତ୍ମାର ସଦ୍ଗତି କାମନା କରିଥିବା ଦେଖିବାକୁ ମିଳିଛି।